ଜୀବନଟା କି ଗୋଟେ ବୋଝ। ସାଇକେଲ ଉପରେ ବସି ସିନା ତାକୁ ଚଳାଇଲେ ଚାଲିବା କାର୍ଯ୍ୟ ସହଜ ହେବ ଓ ଅଳ୍ପ ସମୟରେ ବହୁ ବାଟ ଯାଇ ହେବ। ଆଉ ତା ନକରି ଯଦି ସାଇକେଲକୁ ମୁଣ୍ଡରେ ବହି ଚାଲିବା, ତେବେ ତାହା ବୋଝ ହେବ ନାହିଁ ତ ଆଉ କଣ ସହାୟକ ହେବ? ଜୀବନଟାକୁ ଠିକ ସେଇଭଳି ଯଦି ଆମେ ନିଜେ ଚଳାଇବୁ, ତେବେ ସିନା ଯାଇ ସେ ବିକାଶ ମୂଳକ ଓ ଆନନ୍ଦଦାୟକ ହେବ। ତା ନ ହୋଇ ଯଦି ଜୀବନଟା ଆମ ଉପରେ ବସି ଆମକୁ ଚଳାଏ, ତେବେ ତ ତାହା ନିଶ୍ଚିନ୍ତ ରୂପେ ଏକ ବୋଝ ଓ ସମସ୍ତ ପ୍ରକାର ହତାଶା ଓ ନିରାନନ୍ଦର ଭଣ୍ଡାର ହେବ। ସାଧାରଣତଃ ଆମମାନଙ୍କ ସମସ୍ତଙ୍କ କ୍ଷେତ୍ରରେ ଆମର ଜୀବନ ହେଉଛି ଆମ ଚାଳକ। ଆମେ ଜୀବନକୁ ଚଳାଉନୁ କିମ୍ବା ଚଳାଇବାର ଉଦ୍ୟମ ବି କରୁନୁ। ସେଥିଲାଗି ଆମ ସମସ୍ତଙ୍କ ଜୀବନ ଦୁଃଖ, ଜଞ୍ଜାଳ, ହତାଶା, ନୈରାଶ୍ୟ, ରୋଗ, ମୃତ୍ୟୁରେ ପୂର୍ଣ୍ଣ। ତେବେ ପ୍ରଶ୍ନ ଉଠେ, ସାଇକେଲଟା ସିନା ସ୍ଥୂଳ ଜିନିଷ, ତାକୁ ଆମେ ଚଲାଇ ପାରିବୁ, କିନ୍ତୁ ଜୀବନଟା ତ କିପରି ଆମେ ତାକୁ ଦେଖିପାରୁନୁ, ତାକୁ ଚଳାଇବୁ କିପରି? ଏଇଠି ଆମେ ଦୁଇଟି ଛାତ୍ରଙ୍କ ଜୀବନରେ ଏକ ବିଶେଷ ଦିନର ଘଟଣା ଉଲ୍ଲେଖ କରିବା। ଦୁଇଟି ଛାତ୍ର ଏକା ବୟସର, ଏକା କ୍ଲାସରେ ପଢନ୍ତି। ଯେଉଁ ଦିନର କଥା କୁହାଯାଉଛି, ସେଦିନ ପ୍ରଥମ ଛାତ୍ରଟି ପୂର୍ବ ଦିନ ସ୍କୁଲରେ ଦିଆଯାଇଥିବା ପଢା କରିନଥିଲା। ତା ଛଡା ତାର ପ୍ରକୃତି ଅତ୍ୟନ୍ତ ଖାମଖିଆଲି ଢଙ୍ଗର। ଜୀବନରେ ତାର କୌଣସି ସଂଯମ କି ଶୃଙ୍ଖଳା ନଥାଏ। ସେଦିନ ସେ ସ୍କୁଲକୁ ଯିବାକୁ ଚାହିଁଲା ନାହିଁ, କିନ୍ତୁ ଘରେ ରହିଲେ ତ ଗାଳି ଖାଇବ। ତେଣୁ ଠିକ କଲା, କୁଆଡେ ହେଲେ ବହିପତ୍ର ଧରି ଚାଲିଗଲେ ଘରେ ଭାବିବେ ପଢିବାକୁ ଯାଉଛି। କୁଆଡେ ଯିବ କିଛି ସ୍ଥିର କରିନଥିଲା। ଘରଠାରୁ କିଛି ଦୂରରେ ଗୋଟେ ଅଳ୍ପ ଜଙ୍ଗଲିଆ ମଶାଣି ପଡିଲା। ସେଠାରେ ଗୋଟେ ବୁଦା ଆଡୁଆଳରେ ବହିପତ୍ର ରଖି ବଣୁଆ କୋଳି ସବୁ ଖାଇବାରେ ଲାଗିଲା। ସବୁବେଳେ ଭୟରେ ଏଣେ ତେଣେ ଚାହୁଁଥାଏ, କାଳେ କିଏ ପଡୋଶୀ ଲୋକ ତାକୁ ଦେଖି ପକାଇବ। କଣ୍ଟା ବୁଦାରେ ବେଳେ ବେଳେ ଲାଗି ଠାଏ ଠାଏ ଚିରିଗଲା। କୋଳି ଖାଇସାରି କିଛି ସମୟ ବଣ ବୁଦା ଆଡୁଆଳ ବସି ସମୟ କଟାଇବାକୁ ଲାଗିଲା। ଅନେକ ସମୟ ବସି ବସି ବହୁତ ଖରାପ ଲାଗିଲା। ନିକଟରେ କେତେକ ଗାଈଆଳ ପିଲା ଗାଈ ଛାଡି ଦେଇ ବାଗୁଡି ଖେଳୁଥିବାର ଶୁଣି ପାରିଲା। ଧୀରେ ଧୀରେ ଯାଇ ସେମାନଙ୍କ ସହ ଯୋଗ ଦେଲା। ସେଇ ହୁଣ୍ଡା ପିଲାମାନଙ୍କ ମଧ୍ୟରୁ ଜଣେ ତା ଉପରେ ପଡିବା ଫଳରେ ଗୋଡ ଗୋଟିଏ ସ୍ଥାନରେ ଜଖମ ହୋଇଗଲା। ଦୁଃଖରେ ଛୋଟେଇ ଛୋଟେଇ ପୁଣି ଲୁଚିବା ସ୍ଥାନକୁ ଫେରୁ ଫେରୁ ସାଇର ଜଣେ ପରିଚିତ ବ୍ୟକ୍ତି ତାକୁ ଦେଖିଲେ ଓ ଜାଣିଲେ ସେ ସ୍କୁଲକୁ ନ ଯାଇ ଲୁଚି। ଦୁଃଖ ସାଙ୍ଗକୁ ଆହୁରି ଭୟ ମିଶିଗଲା। ତା ସହ ପୁଣି ଚିନ୍ତା ଆସିଲା ଯେ ଆଜିର ଯାହା ପଢା ସ୍କୁଲରେ ହୋଇଥିବ, ତାହା ତ ସେ ଜାଣି ପାରିଲା ନାହିଁ। ତେଣୁ କାଲିକି ତାକୁ ବେଶୀ ଖରାପ ଲାଗିବ। ଘରକୁ ଫେରିଲା ବେଳକୁ ଭୟ, ବିଷାଦ ଓ ହତାଶାରେ ମସ୍ତିଷ୍କ ଏପରି ଭାରାକ୍ରାନ୍ତ ଲାଗୁଥାଏ ଯେ ଘରକୁ ଫେରିବାକୁ ପାଦ ନ ଚଳିଲେ ବି ବାଧ୍ୟ ହୋଇ ଶଙ୍କାକୁଳ ହୃଦୟରେ ଫେରୁଥାଏ। ଦ୍ୱିତୀୟ ପିଲାଟି ପଢା କରିବାରେ ହେଳା କରି ନଥିଲେ ବି ଗୋଟେ ବିଷୟ କରିପାରି ନଥିଲା। କାରଣ ପ୍ରଥମ କଥା ସମୟ ଅଣ୍ଟିଲା ନାହିଁ। ଦ୍ୱିତୀୟ କଥା କେତେକ ସ୍ଥାନରେ ସେ ବୁଝିପାରି ନଥିଲା। ସେଦିନ ସ୍କୁଲକୁ ଯାଇ ନିଶ୍ଚୟ ସେ ସବୁ ଶିକ୍ଷକଙ୍କ ଠାରୁ ବୁଝିବ ବୋଲି ସେ ସ୍ଥିର କରିଥିଲା। ତାହା ହିଁ କଲା। ଶିକ୍ଷକ ମଧ୍ୟ ଥିଲେ ବହୁତ ଉନ୍ନତ ପ୍ରକୃତିର ଲୋକ। ପିଲାଙ୍କ ଅସୁବିଧା ସେ ବୁଝିପାରନ୍ତି ଓ ଯାହା ସେମାନେ ପଚାରନ୍ତି ସେ ବୁଝାଇ ଦିଅନ୍ତି। ବରଂ ପିଲାମାନେ ଆଗ୍ରହ ହୋଇ ପ୍ରଶ୍ନ ପଚାରିଲେ ସେ ବିରକ୍ତ ନ ହୋଇ ବେଶୀ ଖୁସି ହୁଅନ୍ତି। ଘରେ ଟିଉସନ କରି ଟଙ୍କା ରୋଜଗାର କରିବାର ମନୋବୃତ୍ତି ନେଇ ସେ ପଢାନ୍ତି ନାହିଁ। କାରଣ ସେ ଜାଣନ୍ତି, ଭଗବାନଙ୍କର ସେବା ହିସାବରେ ସେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହାର ପାରିଶ୍ରମିକ ସେ ଦରମା ଆକାରରେ ସ୍କୁଲରୁ ପାଉଛନ୍ତି ଓ ପିଲାମାନଙ୍କୁ ପଢାଇବା କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଛନ୍ତି। ତେଣୁ ସ୍କୁଲରେ ହେଉ, ବାହାରେ ହେଉ, ଯେକୌଣସି ସ୍ଥାନରେ ଛାତ୍ରଙ୍କୁ ସାହାଯ୍ୟ କରିବା ଦରକାର ପଡିଲେ ସେଇଟା ତାଙ୍କର କର୍ତ୍ତବ୍ୟର ଭିତରେ। ସେଥିଲାଗି ସ୍କୁଲ ସମୟ ବ୍ୟତୀତ ଅନ୍ୟ ସମୟରେ ପିଲାମାନେ ତାଙ୍କର କିଛି ସାହାଯ୍ୟ ଲୋଡ଼ିଲେ ସେ ଅକୁଣ୍ଠିତ ଚିତ୍ତରେ ଅର୍ଥ ରୋଜଗାରରେ କୌଣସି ଲାଳସା ନ ରଖି ତାଙ୍କର ଅବସର ସମୟରେ ସାହାଯ୍ୟ କରିଥାନ୍ତି। ପିଲାମାନେ ଅର୍ଥ ଯାଚିଲେ ବି ସେ କହନ୍ତି, ମୁଁ ଯଦି ସ୍କୁଲ ଦରମା ପାଉନଥାନ୍ତି ତେବେ ନିଅନ୍ତୁ, କିନ୍ତୁ ମୁଁ ତ ମୋ କାମ ଲାଗି ଦରମା ପାଉଛି। କିନ୍ତୁ ସବୁ ଶିକ୍ଷକ ସେପରି ନୁହନ୍ତି। କେତେକ ଅଯଥା ନିଜର ଦୁର୍ବଳତା ହେତୁ ପିଲାମାନଙ୍କ ଅସୁବିଧା ବୁଝି ନ ପାରି ରାଗନ୍ତି ଓ ଟ୍ୟୁସନ କରିବାର ମନୋବୃତ୍ତି ରଖି ପଢାନ୍ତି।
ସେଇଭଳି ଶିକ୍ଷକଙ୍କ ପ୍ରତି ମଧ୍ୟ ସେ ପିଲାଟିର ଭୟ ନଥାଏ କି ଘୃଣା ନଥାଏ, ବରଂ ସେହି ବିଚରା ଅଜ୍ଞାନୀ ଲୋଭୀ ସ୍ୱାର୍ଥପର ବ୍ୟକ୍ତିଙ୍କ ପ୍ରତି ହୃଦୟରେ ତାର ଦୟା ଓ ସଦିଚ୍ଛା ଭାବ ଥାଏ। ସେମାନଙ୍କ ଠାରୁ ସେମାନଙ୍କ ପ୍ରକୃତି ସତ୍ତ୍ୱେ ବି ଯେତେ ଦୂର ସମ୍ଭବ ସେ ନିଜର ଆବଶ୍ୟକତା ପଢା ଆଦାୟ କରିଥାଏ। ଯାହା ବୁଝି ନ ପାରିଥାଏ ନିଜେ ପ୍ରବଳ ଉଦ୍ୟମ କରି ଓ ସାଙ୍ଗ ପିଲାମାନଙ୍କ ଠାରୁ ମଧ୍ୟ ବୁଝେ। ସେଇଦିନ ସ୍କୁଲକୁ ଯାଇ ସବୁ କ୍ଲାସରେ ସେ ଆନନ୍ଦରେ ଯୋଗ ଦେଲା। ଯାହା ଯାହା ଅସୁବିଧା ଥିଲା ବୁଝିଲା ଓ ପରଦିନ ପାଇଁ କଣ ପଢା କରି ଆସିବାକୁ ହେବ ସେସବୁ ନୋଟ କଲା। ଖେଳ ପିରିୟଡରେ ଖେଳିବାକୁ ଗଲା। ଖେଳରେ ସାର୍ଟଟି ମଧ୍ୟ ଟିକିଏ ଚିରିଗଲା ଓ ନିଜର ଅସାବଧାନତା ଯୋଗୁ ଗୋଡ ମଧ୍ୟ ଗୋଟିଏ ସ୍ଥାନରେ ସାମାନ୍ୟ ଜଖମ ହେଲା। ଯାହା ହେଉ ସ୍କୁଲ ଛୁଟି ପରେ ଘରକୁ ଫେରିଲା। ଚିରା ସାର୍ଟ ଓ ଜଖମ ଗୋଡ ନେଇ ଘରକୁ ଫେରିଲେ ବି ମନରେ ଅବସାଦ ନାହିଁ, ଦୁଃଖ ନାହିଁ କି ଭୟ ନାହିଁ। ବରଂ ନିଜର ସମସ୍ତ କାର୍ଯ୍ୟ ଭଗବାନଙ୍କ ଚରଣରେ ସମର୍ପଣ କରିଦେଇ କେଉଁଠି କେଉଁଠି ଭୁଲ ହେଲା ପରଦିନ ସେ ସବୁକୁ ସଂଶୋଧନ କରିବା ପାଇଁ ମନେ ମନେ ସଂକଳ୍ପ କରୁଥିଲା ଓ ସାହାଯ୍ୟ ଲାଗି ଭଗବାନଙ୍କୁ ପ୍ରାର୍ଥନା କରୁଥିଲା। ଦୁଇଟି ପିଲାଙ୍କ ମଧ୍ୟରୁ କାହାକୁ ଜୀବନଟା ବୋଝ ଭଳି ଲାଗୁଥିବା ଆମେ ସହଜରେ ଜାଣିପାରୁଛେ। କାହିଁକି ଏପରି ହେଲା ତାର କାରଣ ନୁହେଁ କି ଦ୍ୱିତୀୟ ପିଲାଟି ନିଜ ଜୀବନକୁ ଯେତେବେଳେ ନିଜ ସଂକଳ୍ପ ଦ୍ଵାରା ପରିଚାଳିତ କରୁଥିଲା, ପ୍ରଥମ ପିଲାଟି ନିମ୍ନ ମନ ପ୍ରାଣର ପରଚନାରେ ଜୀବନଟାକୁ ତାର ସ୍ୱାଭାବିକ ଢଙ୍ଗରେ ଛାଡି ଦେଇ ତା ଦ୍ଵାରା ସେ ନିଜେ ପରିଚାଳିତ ହେଉଛି। ଏଇଠି ଆମ ମନରେ ପ୍ରଶ୍ନ ଉଠେ କିପରି ଆମେ ଜୀବନ ଦ୍ଵାରା ପରିଚାଳିତ ନ ହୋଇ ନିଜେ ଜୀବନକୁ ପରିଚାଳିତ କରିବା। ଏହା କେବଳ ହୋଇପାରିବ ଆମ ଜୀବନରେ ଯଦି ଆମେ ଗୋଟିଏ ଲକ୍ଷ୍ୟ ରଖୁ। ସେ ଲକ୍ଷ୍ୟର ଗୁଣଧର୍ମ ଉପରେ ଆମ ଜୀବନର ଗୁଣଧର୍ମ ନିର୍ଭର କରିବ। ଆମେ ଯଦି ଲକ୍ଷ୍ୟ ରଖୁ ପାଠ ସାଠ ପଢି ଚାକିରି ଖଣ୍ଡିଏ କରି ଘର ସଂସାର କରି ଟିକେ ଆରାମରେ ରହିବୁ ଓ ପରିବାରଟି ପୋଷିବୁ, ତେବେ ସେହି ଅନୁସାରେ ଆମ ଜୀବନ ଗଢି ହୋଇଯାଏ। ଅଧିକାଂଶ କ୍ଷେତ୍ରରେ ଆମେ ସ୍ୱାର୍ଥପର, ଲୋଭୀ ଓ ସଂକୀର୍ଣ୍ଣ ମନା ହୋଇପଡୁ। ଯଦି ଆମର ଲକ୍ଷ୍ୟ ରହେ ଜଣେ ବଡ ଡାକ୍ତର ହେବୁ କି ଇଞ୍ଜିନିୟର ହେବୁ କି ବୈଜ୍ଞାନିକ ହେବୁ କି କୃଷି ବିଶାରଦ ହେବୁ ଓ ସେ ସବୁ କ୍ଷେତ୍ରରେ କିଛି ନୂତନ ନୂତନ ତଥ୍ୟ ଆବିଷ୍କାର କି ଉଦ୍ଭାବନ କରିବୁ, ତେବେ ଏହା ପ୍ରଥମ ଲକ୍ଷ୍ୟ ଅପେକ୍ଷା ଆଉ ଟିକିଏ ଉନ୍ନତ, ବିଶାଳ, ଉଦାର ତଥା ନିଃସ୍ୱାର୍ଥପର। କିନ୍ତୁ ଆମେ ଯଦି ଲକ୍ଷ୍ୟ ରଖୁ ଭଗବାନଙ୍କୁ ନିଜ ମଧ୍ୟରେ ପାଇବୁ ଓ ଆମର ଜୀବନ ତଥା ସକଳ କର୍ମରେ ତାଙ୍କୁ ପ୍ରକାଶ କରିବୁ, ତେବେ ଏହା ହେବ ସବୁଠାରୁ ବ୍ୟାପକ, ବୃହତ ଓ ଉଚ୍ଚତମ ଲକ୍ଷ୍ୟ। ଏହା ମଧ୍ୟରେ ପୂର୍ବରୁ ଆମେ କହିଥିବା କାର୍ଯ୍ୟ ଗୁଡିକ କରିଲେ ବି ତାହା ଗୌଣ ହୋଇପଡେ। ସେ ସବୁ କାର୍ଯ୍ୟ ଯଥା କୃଷି ବିଜ୍ଞାନ, ଇଞ୍ଜିନିୟରିଂ, ଡାକ୍ତରୀ, ଶିକ୍ଷକତା, କାରିଗରୀ କିମ୍ବା ଏହିପରି ଆଉ କିଛି ଆମର ଲକ୍ଷ୍ୟ ନ ହୋଇ ଏହି ଅସଲ କାର୍ଯ୍ୟର ଉପାୟ ରୂପେ ବ୍ୟବହୃତ ହୁଏ। ସେ ସବୁ କାର୍ଯ୍ୟ ନିଜ ଲାଗି କରି ପରିବାର ଲାଗି, ଦେଶ ଲାଗି ବା ମାନବ ସମାଜ ଲାଗି ନ ହୋଇ ହୁଏ ଭଗବାନଙ୍କ ଲାଗି। ତା ଫଳରେ ଆପେ ଆପେ ନିଜ ଠାରୁ ଆରମ୍ଭ କରି ମାନବ ସମାଜ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହୁଅନ୍ତି। ସେଇଥିଲାଗି ମା 1972 ନଭେମ୍ବର ବୁଲେଟିନରେ କହିଛନ୍ତି, ଏହା କହିବା ଅନାବଶ୍ୟକ ଯେ ନିଜ ମଧ୍ୟରେ ଭଗବାନଙ୍କୁ ଆବିଷ୍କାର କରିବା, ତାଙ୍କ ସହ ଯୁକ୍ତ ହେବା ଓ ତାଙ୍କରି କାର୍ଯ୍ୟ ସମ୍ପାଦନ କରିବା ହେଉଛି ସର୍ବୋଚ୍ଚ ଏବଂ ସବୁଠାରୁ ନିରପେକ୍ଷ ତଥା ନିଃସ୍ୱାର୍ଥପର ଲକ୍ଷ୍ୟ। ଆମେ ଦେଖିଲୁ ଯେଉଁ ଗୋଟିଏ ଲକ୍ଷ୍ୟର ପୂରଣ ଫଳରେ ଆମ ଜୀବନର ଆଉ ସବୁ ଛୋଟ ଛୋଟ ଲକ୍ଷ୍ୟ ଆପେ ପୂରଣ ହେଉଛି ଓ ଜୀବନଟା ଆମକୁ ବୋଝ ବୋଲି ବୋଧ ହେବା ପରିବର୍ତ୍ତେ ଏକ ମହାନ ଅନନ୍ତ ଲକ୍ଷ୍ୟ ସାଧନର ଉପାୟ ରୂପେ ପ୍ରତୀତ ହେଉଛି, ତାହା ହେଉଛି ଆତ୍ମ ଉପଲବ୍ଧି ବା ନିଜ ମଧ୍ୟରେ ଭଗବାନଙ୍କୁ ଆବିଷ୍କାର କରିବା ଓ ତାଙ୍କୁ ହିଁ ଆମର ମନ, ପ୍ରାଣ, ଶରୀର ତଥା ବାହ୍ୟ ଜୀବନ ଓ କର୍ମରେ ପ୍ରକାଶ କରିବା। ଏହା ଛଡା ଆମେ ଅନ୍ୟ କୌଣସି ଲକ୍ଷ୍ୟ ରଖୁ ସେଥିରୁ କେବେ ବି ଆମେ ପରମ ଶାନ୍ତି ଓ ଆନନ୍ଦ ପାଇପାରିବା ନାହିଁ। କାରଣ ଆମେ ଯଦି ଲକ୍ଷ୍ୟ ରଖୁ ପାଠ ସାଠ ପଢି ଭଲ ଚାକିରି ଖଣ୍ଡିଏ କରି ଆରାମରେ ଏକ ସୁନ୍ଦର ପାରିବାରିକ ଜୀବନ ଯାପନ କରିବୁ, ତେବେ ସେ ଲକ୍ଷ୍ୟରେ ପହଞ୍ଚି ସାରିବା ପରେ ଆମେ ଦେଖିବୁ ସେଥିରେ ନିମ୍ନ ପ୍ରାଣର ଟିକେ ସମ୍ଭୋଗ ଛଡା ଆଉ କିଛି ନାହିଁ, ଯାହାକି ଯଥାର୍ଥ ଶାନ୍ତି ଓ ଆନନ୍ଦ ଠାରୁ ବହୁତ ଦୂରରେ। ସେହିପରି ଆମେ ଯଦି ଲକ୍ଷ୍ୟ ରଖିବୁ ଜଣେ ବଡ ଇଞ୍ଜିନିୟର, ଡାକ୍ତର, କବି, ବୈଜ୍ଞାନିକ କିମ୍ବା ଦେଶ ନେତା ହେବାକୁ,
ତା ହୋଇସାରିବା ପରେ ପୁଣି ଜୀବନଟା ଆମକୁ ଦୁର୍ବିସହ ଓ ଅପୂର୍ଣ୍ଣ ଲାଗିବ। ଏସବୁ ପରିବର୍ତ୍ତେ କେବଳ ଭଗବାନ ଯଦି ଆମର ଲକ୍ଷ୍ୟ ହୁଅନ୍ତି, ତେବେ ସବୁ ସମସ୍ୟାର ସମାଧାନ ହେବ। କାରଣ କେବଳ ଭଗବାନ ହିଁ ପରମ ଶାନ୍ତି, ପରମ ଆନନ୍ଦ ଓ ପରମ ବିକାଶର ଉତ୍ସ। ତାଙ୍କୁ ପାଇ ତାଙ୍କୁ ହିଁ ପ୍ରକାଶ କରିବାର ଲକ୍ଷ୍ୟ ଅନନ୍ତ ଅସୀମ ବିକାଶ ଦିଗରେ ଜୀବନକୁ ଖୋଲିଦିଏ। ସେ ଲକ୍ଷ୍ୟରେ ବିରାମ ନାହିଁ, ଅବସାଦ ନାହିଁ, ହତାଶା ନାହିଁ କିମ୍ବା ଶେଷ ନାହିଁ। ଯଦି ସାମୟିକ ଭାବେ ଦୁଃଖ, ହତାଶା ନିଜ ଅନ୍ତରକୁ ଆଚ୍ଛନ୍ନ କରେ, ତେବେ ଲକ୍ଷ୍ୟର ସ୍ମରଣରେ ସବୁ ଉଭେଇଯାଏ। ନିଜେ ଆଉ ସଂକୀର୍ଣ୍ଣ ସୀମିତ ସ୍ୱାର୍ଥପର ନ ହୋଇ ଏକ ବିଶାଳ ମହାନ ଅନନ୍ତ ଚେତନାର ଅଂଶ ବୋଲି ବୋଧ ହୁଏ। ଅନ୍ୟ ଯୋଗ ହୋଇଥିଲେ ଭଗବାନଙ୍କ ଲାଗି ସଂସାର କର୍ମ ତ୍ୟାଗ କରିବାକୁ ହେଉଥାନ୍ତା। କିନ୍ତୁ ଶ୍ରୀ ଅରବିନ୍ଦଙ୍କ ଯୋଗରେ ତାହା କରିବାକୁ ପଡୁନଥିବାରୁ ସମଗ୍ର ଜୀବନଟା ହିଁ ଯୋଗ ଓ ଭଗବତ ସେବା ବୋଲି ବୋଧ ହୁଏ। କର୍ମ ହିସାବରେ ଆଉ ବଡ ସାନ କିଛି ରହେ ନାହିଁ। ସକଳ କର୍ମ ସେଇ ଭଗବାନଙ୍କ ଦିଗରେ ପରିଚାଳିତ ହୁଏ। ଯେଉଁ ଲକ୍ଷ୍ୟ ଆମକୁ ନେଇ ଆମ ଜୀବନର ପରମ ଉତ୍ସ ସହ ସଂଯୁକ୍ତ କରେ, ଜୀବନରେ ଖଣ୍ଡିଏ ଶାନ୍ତି, ଆନନ୍ଦ ଅଗ୍ରଗତି ଆଣିଦିଏ, ସେ ଲକ୍ଷ୍ୟ ଗ୍ରହଣ କରିବା ଓ ପୂରଣ କରିବା ମଧ୍ୟ ଆବଶ୍ୟକ କରେ ଦୃଢ ଏକନିଷ୍ଠ ସାଧନ। ସେଥିପାଇଁ ଅନନ୍ତ ଧୈର୍ଯ୍ୟ ତ୍ୟାଗ ସ୍ୱୀକାର କରିବାକୁ ହୁଏ। ସବୁ କ୍ଷେତ୍ରରେ ସବୁ ସମୟରେ କେବଳ ସେଇ ଗୋଟିଏ ଲକ୍ଷ୍ୟକୁ ହିଁ ସାମ୍ନାରେ ରଖି କାମ କରିବାକୁ ହୁଏ। ତା ଫଳରେ ଆମ ଜୀବନର ଅସଂଖ୍ୟ ତ୍ରୁଟି ସଂଶୋଧିତ ହୁଏ ଓ ଆମେ ଦ୍ରୁତ ଗତିରେ ସେଇ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉ। ମହାଭାରତର ଗୋଟିଏ ଘଟଣା। ଅର୍ଜୁନଙ୍କର ଧନୁର୍ବିଦ୍ୟାରେ ପାରଦର୍ଶିତା ଦେଖି କୌରବ ମାନେ ବହୁତ ପ୍ରତିହିଂସା ପରାୟଣ ହୋଇଉଠିଲେ। ଗୁରୁ ଦ୍ରୋଣ ଏସବୁ କଥା ମନେ ମନେ ବୁଝିପାରିଲେ। କାହାକୁ କିଛି ନ କହି ସେ ଗୋଟିଏ କାରିଗରକୁ କହି ଛୋଟ ନୀଳ ଚଢେଇଟିଏ ତିଆରି କରିନେଲେ। ତାକୁ ଗୋଟିଏ ଗଛ ଡାଳରେ ରଖିଦେଇ ସବୁ ରାଜପୁତ୍ର ମାନଙ୍କୁ ତୀର ଧନୁ ନେଇ ଆସିବାକୁ ଡକାଇଲେ। ସମସ୍ତେ ଆସି ପହଞ୍ଚିବା ପରେ ସେମାନଙ୍କୁ ଗଛ ଡାଳରେ ନୀଳ ଚଢେଇଟିକୁ ଦେଖାଇ ଦେଇ କହିଲେ, ତୁମମାନଙ୍କୁ ପ୍ରତ୍ୟେକଙ୍କୁ ତୀର ମାରିବାକୁ ହେବ। ମୋର ଆଦେଶ ପାଇଲା ମାତ୍ରେ ତୀର ମାରି ପକ୍ଷୀଟିର ମୁଣ୍ଡଟିକୁ କାଟିଦେବାକୁ ହେବ। ପ୍ରଥମେ ଯୁଧିଷ୍ଠିରଙ୍କୁ ଡକାଗଲା। ସେ ଧନୁ ତୀର ଧରି ପ୍ରସ୍ତୁତ ହେଲେ। ଦ୍ରୋଣ ତାଙ୍କୁ ପଚାରିଲେ, କଣ ଦେଖୁଛ? ଯୁଧିଷ୍ଠିର ଉତ୍ତର ଦେଲେ, ଗଛ ଦେଖୁଛି, ଆପଣଙ୍କୁ ଦେଖୁଛି, ଅନ୍ୟମାନଙ୍କୁ ଦେଖୁଛି ଓ ପକ୍ଷୀଟିକୁ ମଧ୍ୟ ଦେଖୁଛି। ଏକଥା ଶୁଣି ଦ୍ରୋଣ କହିଲେ, ତେବେ ତୁମେ ପାରିବ ନାହିଁ, ଘୁଞ୍ଚି ଛିଡା ହୁଅ। ଏହିପରି ଜଣ ଜଣ କରି ସମସ୍ତେ ଆସିଲେ। ସମସ୍ତେ ପକ୍ଷୀଟି ସହ ଅନ୍ୟ କିଛି କିଛି ଦେଖି ପାରୁଥିବାର କହିଲେ ଓ ସେମାନଙ୍କୁ ଅନୁପଯୁକ୍ତ ବୋଲି ଫେରାଇ ଦିଆଗଲା। ଶେଷରେ ଆସିଲେ ଅର୍ଜୁନ। ସେ ଧନୁ ତୀର ଧରି ପ୍ରସ୍ତୁତ ହେବା ମାତ୍ରେ ଦ୍ରୋଣ ତାଙ୍କୁ ପଚାରିଲେ, କଣ ଦେଖୁଛ? ଅର୍ଜୁନ କହିଲେ, ମୁଁ କେବଳ ପକ୍ଷୀଟି ଛଡା ଆଉ କିଛି ଦେଖିପାରୁନାହିଁ। ଦ୍ରୋଣ ପୁଣି ପଚାରିଲେ, କଣ ସମୁଦାୟ ପକ୍ଷୀଟିକୁ ଦେଖିପାରୁଛ? ଅର୍ଜୁନ କହିଲେ, ନା, କେବଳ ପକ୍ଷୀଟିର ମୁଣ୍ଡଟିକୁ ଦେଖିବାକୁ ପାଉଛି। ଦ୍ରୋଣ ମନେ ମନେ ଖୁସି ହୋଇ କହିଲେ, ଏଥର ତୀର ଛାଡ। ସଙ୍ଗେ ସଙ୍ଗେ ଅର୍ଜୁନଙ୍କ ତୀରରେ ପକ୍ଷୀଟିର ମୁଣ୍ଡଟି କଟିଗଲା। ଦ୍ରୋଣ ଆନନ୍ଦରେ ଅର୍ଜୁନଙ୍କୁ କୁଣ୍ଢାଇ ପକାଇଲେ ଓ ଅନ୍ୟମାନେ ନିଜ ନିଜର ଭୁଲ ବୁଝିପାରିଲେ। ଏଠାରେ ଆମେ ଦେଖିଲୁ ଅର୍ଜୁନଙ୍କ ସଫଳତା ନିର୍ଭର କଲା ସେ ଏକନିଷ୍ଠ ଭାବରେ କେବଳ ଲକ୍ଷ୍ୟ ଉପରେ ଏକାଗ୍ର ହୋଇଥିବାରୁ। ଆମ ଜୀବନରେ ମଧ୍ୟ ଛୋଟ ହେଉ ବା ବଡ ହେଉ, ଯଦି ସମସ୍ତ ଲକ୍ଷ୍ୟ ପୂରଣରେ ଆମେ ସେହିପରି ଏକନିଷ୍ଠ ହୋଇପାରିବୁ, ତେବେ ନିଶ୍ଚୟ ସଫଳତା ଲାଭ କରିବୁ। ଏ ତ ଏକ ସାଧାରଣ ସ୍ଥୂଳ ଲକ୍ଷ୍ୟ, କିନ୍ତୁ ପରମ ଲକ୍ଷ୍ୟକୁ ହାସଲ କରିବାକୁ ହେଲେ ସେପରି ପରମ ନିଷ୍ଠା, ପରମ ଏକାଗ୍ରତା, ପରମ ଅଧ୍ୟବସାୟ ଓ ପରମ ଧୈର୍ଯ୍ୟ ଆବଶ୍ୟକ। ଯେତେ ସମୟ ଲାଗୁ ପଛେ, ଏପରିକି ଜୀବନ ପରେ ଜୀବନ ଲାଗୁ ପଛେ, ଯଦି ଆମର ତାହା ଲକ୍ଷ୍ୟ ନୁହେଁ, କାରଣ ଏହି ଜୀବନରେ ଆମକୁ ଲକ୍ଷ୍ୟରେ ପହଞ୍ଚିବାକୁ ହେବ, ତଥାପି ଆମେ ସେଇ ଗୋଟିଏ ଲକ୍ଷ୍ୟରେ ଲାଗି ରହିବାର ଓ ତାକୁ ସାଧନ କରିବାର ସଂକଳ୍ପ କରି ତେବେ ଯାଇ ପୃଥିବୀ ପୃଷ୍ଠରେ ଆମ ଜୀବନର ରହିବ ଏକ ଉଦ୍ଦେଶ୍ୟ ଓ ଆମକୁ ଆଉ ଜୀବନଟା ବୋଝ ବୋଲି ବୋଧ ନ ହୋଇ ଭଗବତ ଲକ୍ଷ୍ୟ ସାଧନର ଏକ ଯନ୍ତ୍ର ବୋଲି ବୋଧ ହୁଏ। ଏ ଜୀବନ ଆଉ ଆମର ନ ହୋଇଉଠିବ ପରମ ପ୍ରଭୁଙ୍କର। ଯେତେବେଳେ ଆମର ଆଉ ଜୀବନ ବିରୁଦ୍ଧରେ ପ୍ରତିବାଦ କରିବାର କି ଅଭିଯୋଗ, ସେତେବେଳେ ଆମର ଆଉ ଜୀବନ ବିରୁଦ୍ଧରେ ପ୍ରତିବାଦ କରିବାର କି ଅଭିଯୋଗ କରିବାର ଅଧିକାର ରହିବ ନାହିଁ। ତାହା ସୁଖମୟ ହେଉ କି ଦୁଃଖମୟ ହେଉ, ବୋଝ ପରି ଲାଗୁ କି ଆନନ୍ଦଦାୟ ଲାଗୁ, ସେ ସବୁ ତାଙ୍କର।
ଆମର କେବଳ ସେ ନିଜେ। ଖାଲି ମୋଟ ଉପରେ ତମେ ଟିକେ ଖାଲି ମାନେ ଆଧରେ ଯୋଉଟା ଶିକ୍ଷା ଟା କଣ ରହିଛି ସେଇଟା ଟିକେ କହିଦେଇଥିଲେ ହେଇଥାନ୍ତା ଆଉ। ଏଇ ମାନେ ପ୍ରଥମ କଥା ହଉଛି ମାନେ ମା ଯୋଉ କହୁଛନ୍ତି ଆମେ ଯୋଉ ରଖୁଛୁ ଇଚ୍ଛା କି ମୁଁ ଏଇଆ କରିକି ମୁଁ ପରିବାର ଚଳେଇବି କି ମୋର ଏଇଆ ଇଚ୍ଛା ତ ସବୁବେଳେ କହିଛନ୍ତି ସେଥିରେ କଣ ଆମେ ପହଞ୍ଚି ସାରିଲା ପରେ ଯେମିତି ହେଲେ ଗୋଟେ କଣ ପଛରେ ଆମେ ଭାବିବା ଆମେ ଲକ୍ଷ୍ୟରେ ପହଞ୍ଚି ଯାଇଛୁ। ହେଲେ ସେଠି କହୁଛନ୍ତି ମା ଯଦି ଆମେ ଭଗବାନଙ୍କୁ ପାଇବାର ଇଚ୍ଛା ଲକ୍ଷ୍ୟ ରଖିଥିବା ତାହେଲେ ଆଉ କିଛି ଦୁଃଖ ଅବସାଦ ମାନେ ଭଗବାନଙ୍କୁ ତ ପାଇଲେ ଆଉ କିଛି ତ ନଥିବ। ହେଲେ ଆମ ଏଇ ଯୋଉ ଟିକେ ଟିକେ ଖୁସି ମୁହୂର୍ତ୍ତ ଏଇଗୁଡା ଯୋଉ ଆମେ ଲକ୍ଷ୍ୟ ରଖୁଛୁ ସେଇଟା ଆମକୁ ଦୁଃଖ ଅବସାଦ ଦବ। ଆଉ ସେଇ କଥା ତ କୁହା ହେଇଛି ଆଉ କଣ। ଆଉ ସେ ଦିଟା ପିଲାଙ୍କ କାହାଣୀ ଟିକେ କୁହା ହେଲା ଆଉ ଏ କେମିତି ପଢିକି ଆକ୍ଚୁଆଲି ସାଧାରଣ ଲୋକମାନଙ୍କର ଗୋଟେ ଡର ଥାଏ। ସେ ଡରଟା ହଉଛି ଏଇଆ ଯେ ଜଣେ ଯଦି ସାଧୁ ହେଇଯିବ ବା ଜଣେ ଭଗବାନଙ୍କ ଉପରେ ବିଶ୍ୱାସ ଭରସା ରଖିବ ବା ଭଗବାନଙ୍କୁ ସ୍ମରଣ କରିକି ଭଗବାନଙ୍କର ପଥରେ ବଞ୍ଚିବ ତେବେ ସିଏ ଏଇ ଯୋଉ ସୁଖ ସାଂସାରିକ ସୁଖ ବା ଛୋଟ ମୋଟ ଯୋଉ ଆନନ୍ଦ ସିଏ ପାଇବ ନାହିଁ ବୋଲି ଇଏ ଗୋଟେ ଧାରଣା ଆମର ବଳବତ୍ତର ହେଇ ରହିଯାଇଛି। ତାମାନେ ଆମେ କହୁଛୁ ଯିଏ ଠାକୁରଙ୍କ ପାଇଁ ବା ଭଗବାନଙ୍କ ପାଇଁ ଯେତେବେଳେ ବଞ୍ଚିବ ସେତେବେଳେ ସିଏ ଏଇ ଯୋଉ ସଂସାରର ସୁଖ ଆନନ୍ଦ ସେ ପାଇବ ନାହିଁ ଇଏ ଗୋଟେ ଡର ରହିଥାଏ। ଏବଂ ସେମାନେ ସେଇ ଡର ସକାଶେ ସେ କଣ କରନ୍ତି ଭଗବାନଙ୍କୁ ଠାକୁର ଘରେ ରଖନ୍ତି ଏବଂ ନିଜେ ନିଜ ଶୈଳୀରେ ବଞ୍ଚନ୍ତି। ସେଇଠି ହିଁ ହେଇଛି ପ୍ରୋବ୍ଲେମ। ଯେତେବେଳେ ନିଜ ଶୈଳୀରେ ଆମେ ବଞ୍ଚିଲେ ଏଇଠି ଗୋଟେ କଥାଟେ ମନେ କରାଯାଉ ଯୋଉ ଟିଚର ଜଣ ପାଠ ପଢଉଛନ୍ତି ପରୀକ୍ଷା ହଲରେ ମୁଁ ବସିବି ପରୀକ୍ଷା ଦେବା ପାଇଁ ସେ ଟିଚର ମୋ ସହିତ ରହିବେ ପରୀକ୍ଷା ଦେବା ପାଇଁ ଦିଟା ଭିତରେ ଫରକ ହବ। ମୁଁ ଯେତେବେଳେ ପରୀକ୍ଷା ଦେବି କଣ ହବ ନା ମୁଁ ଯେତିକି ପଢିଥିଲି ମୁଁ ଯେତିକି ମନେ ରଖିଛି ଅନ୍ ଦ ପର୍ଟିକୁଲାର ମୁମେଣ୍ଟ ମୋର ଯେତିକି ମନେ ପଡିବ ଅନ୍ ଦ ପର୍ଟିକୁଲାର ମୁମେଣ୍ଟ ମୋ ହାତ କେତେ ସ୍ପିଡରେ ଚାଲିବ ତାରି ଉପରେ ନିର୍ଭର କରୁଛି ମୁଁ କେତେ ମାର୍କ ଆନ୍ସର ଦେବି ଏବଂ କେତେ ମାର୍କ ପାଇବି। କିନ୍ତୁ ଯଦି ମୋ ପାଖରେ ଟିଚର ରହିଲେ ତେବେ ମତେ ଯୋଉ ସ୍ମରଣ ଶକ୍ତି ରଖିବା ଏବଂ ଇଏ କରିବା ଇତ୍ୟାଦି ଇତ୍ୟାଦି କରିବା ସେଇଟାର ସେଇଟାର ତ୍ରାହି ମିଳିଯିବ। କାହିଁକିନା ଯଦି ମୋ ପାଖରେ ଟିଚର ଜଣେ ରହିଗଲେ କାହିଁକି ନା ମତେ ଯାହା ଯାହା ଦରକାର ଆନ୍ସର ପାଇଁ ସାଙ୍ଗେ ସାଙ୍ଗେ ସେଇଠୁ ଆସେ ତ ସୋର୍ସ ରହିଲେ ଆଉ ଏଇ ଫରକ ଟା ଲୋକ ବୁଝିପାରନ୍ତିନି। ଲୋକ ଭାବନ୍ତି ଯେ ମୁଁ ଯେତେବେଳେ ପରୀକ୍ଷା ଦେବି ତେଣୁ ଭଲ ହେଲେ ମତେ ଲୋକ ଯୋଉ ପ୍ରଶଂସା କରିବେ ସେ ଆନନ୍ଦ ଟା ମୁଁ ପାଇବି ନାହିଁ। ଏଇ ପ୍ରକାର ଡରଟା ଥାଏ କିନ୍ତୁ ସେମାନେ ଭୁଲି ଯାଆନ୍ତି ସେଟା ହଉଛି କଣ ଯେତେବେଳେ ମୁଁ ସୋର୍ସ ମାନେ ଯୋଉଠୁ ଏ ଜ୍ଞାନ ଆସୁଛି ଯୋଉଠି ଏ ଘଟଣା ଅଲରେଡି ସୂକ୍ଷ୍ମରେ ଘଟୁଛି ଏବଂ ତାପରେ ସ୍ଥୂଳରେ ରୂପାୟନ ନଉଛି ଯଦି ମୁଁ ତା ସହିତ ବା ସେଇ ଶକ୍ତି ସହିତ ଏକାତ୍ମ ହେଇଯାଏ ତେବେ ସଂସାରରେ ବର୍ତ୍ତମାନ ମୁଁ ଯୋଉ ପାଣି ପିଉଛି ଯୋଉ ଖାଦ୍ୟ ଖାଉଛି ଯୋଉ ବ୍ୟକ୍ତିଙ୍କ ସହିତ ଭେଟ ହଉଛି ଆନନ୍ଦ ପାଉଛି ଠିକ ଅଛି ତେବେ ସେଇ ଉତ୍ସରେ ରହି ମୁଁ ଯେତେ ତାଙ୍କ ସହିତ ଭେଟ ହେବି ଆନନ୍ଦରେ ରହିବିନି କାହିଁକି ରହିପାରିବିନି ଆନନ୍ଦରେ। ଏଇ ଧାରଣା ଗୋଟେ ରହିଯାଇଛି ତେଣୁ କଣ ହୁଏ ଭଗବାନଙ୍କ ଦ୍ଵାରା ବଞ୍ଚିବା ପାଇଁ ଆମେ କେହି ଚେଷ୍ଟା କରୁନା ଇଏ ହଉଛି ଗୋଟେ ବଡ କାରଣ। ସେକେଣ୍ଡ ହେଲା ଯେତେବେଳେ ଆମେ ଜୀବନ କ୍ଷେତ୍ରରେ ଯେକୌଣସି ଜାଗାରେ ପାଦ ଦଉଛନ୍ତି ସେତେବେଳେ ଯେତେବେଳେ ମୁଁ ଭଗବାନଙ୍କ ସହିତ ଯୁକ୍ତ ହେଇକି କାର୍ଯ୍ୟ କରିବା ଆରମ୍ଭ କରିବି କେତେ ଗୁଡେ ଜିନିଷ ଓପନ ହେଇଯାଏ। ପ୍ରଥମେ ଓପନ ହୁଏ ମୋର ଗ୍ରହଣଶୀଳତା ରିସେପ୍ଟିଭିଟି ଗ୍ରହଣଶୀଳତା ଯେତେବେଳେ ମୋର ବଢି ବଢିଯାଏ ତାହେଲେ କଣ ହବ ଯୋଉ ବାଧାଟା ସୃଷ୍ଟି ହୁଏ ଜଣେ କୌଣସି ଗୋଟେ ବ୍ୟକ୍ତି ମତେ ଗୋଟେ ମତ ଦେଲେ ମୋ ମତ ତାଙ୍କ ମତ ସହିତ ଯେତେବେଳେ ମିଶିଲା ନାହିଁ ସେତେବେଳେ ଆମ ଦି ଜଣଙ୍କର ଲଢେଇ ହେଇଗଲା। କିନ୍ତୁ ଯେତେବେଳେ ମୋର ଗ୍ରହଣଶୀଳତା ବଢିଗଲା ତେବେ ସେ ବ୍ୟକ୍ତି ଯେତେବେଳେ ମତେ ମତଟିଏ ଦେବେ ସେତେବେଳେ ମୁଁ ସେ ମତଟିକୁ ସାଦରେ ଶୁଣିବି ଗ୍ରହଣ କରିବି ତାପରେ ତାକୁ ମୋ ପାଇଁ ଦରକାର କି ନାହିଁ ମୁଁ ତାକୁ ବ୍ୟବସ୍ଥା ପଛରେ କରିବି। ପ୍ରଥମରେ ଯୋଉ ଦଫାରେ ଯୋଉ ବିରୋଧ ଭାବ ହେଇଥାନ୍ତା ବିରୋଧ ଭାବ ହବ ନାହିଁ ତାହେଲେ ଦୁଃଖ କଟିଗଲା। ତାପରେ ଯେକୌଣସି ଘଟଣା ସମ୍ବନ୍ଧରେ
ଆମର ଗୋଟିଏ ପାର୍ସିଆଲ ନଲେଜ ଥାଏ। ପାର୍ସିଆଲ ନଲେଜ ହଉଛି ମୋ ଆଖି ଯେତିକି ଦେଖିଛି, ମୋ ଅନୁଭୂତି ଯେତିକି ଜାଣିଛି, ମୁଁ ବିଜ୍ଞାନ ଯେତିକି ମାନେ ତଥ୍ୟ ଯେତିକି ଜାଣିଛି, ତାକୁ ନେଇକି ମୋର ଯୋଉ ନଲେଜ ଥାଏ, ସେଇ ନଲେଜ ନେଇକି ମୁଁ ବିଚାର କରେ ଏବଂ ତାର ପରିଣାମ ମତେ ଭୋଗ କରେ। ମୁଁ ଯଦି ଉତ୍ସ ସହିତ ସଂଯୁକ୍ତ ହେଇଯାଇଛି, ତେବେ ସେଇ ଜ୍ଞାନଟା ବ୍ୟାପକତା ଆସିଯାଏ। ତେଣୁ ଗ୍ରହଣଶୀଳତା, ତାପରେ ଆସେ କଣ? ବ୍ୟାପକତା। ମୋର ଏତେ ବ୍ୟାପକତା, ବ୍ୟାପକ ଦୃଷ୍ଟିକୋଣ ହେଇଯାଏ। ଏବଂ ତୃତୀୟରେ କଣ ହୁଏ ନା, ଉତ୍ସ ସହିତ ମୋର ସମ୍ପର୍କ ହବା ଫଳରେ ପ୍ରକୃତ ଜ୍ଞାନ ମୁଁ ହାସଲ କରେ। ପ୍ରକୃତ ଜ୍ଞାନ ହାସଲ କଲେ ବର୍ତ୍ତମାନ ସଂସାରରେ ବର୍ତ୍ତମାନ ଆମେ ଭାଇ ଭଉଣୀ ଝଗଡା ଲାଗୁଛନ୍ତି। ଜଣେ ଭାଇ ଭଉଣୀ, ଚିନ୍ତା କରନ୍ତୁ, କୃଷ୍ଣ ସର୍ବଜ୍ଞାତା ସର୍ବଶକ୍ତିମାନ ହେଇକରି ମଧ୍ୟ ଗୋପମାନଙ୍କ ସହିତ ସେହି ଆନନ୍ଦରେ ସେ ଖେଳୁଥିଲେ। ସିଏ ଜାଣିଛନ୍ତି କିଏ କୋଉଠି ଲୁଚିଛନ୍ତି, କିନ୍ତୁ ଆଖିରେ ପଟିଳି ବାନ୍ଧିକି ସିଏ ଖୋଜୁଛନ୍ତି କିଏ କୋଉଠି ଅଛନ୍ତି। ତେଣୁ ଆନନ୍ଦରେ ଭଗବାନଙ୍କ ସହିତ ଏକାତ୍ମ ହେଇକି ଆନନ୍ଦରେ ବସବାସ କରି ହବ। ସେଠି ଉତ୍ସ ସମ୍ବନ୍ଧରେ ଜ୍ଞାନ ଆସିଯାଇଥିବ, ମୋର ଏକ ବ୍ୟାପକ ଦୃଷ୍ଟିକୋଣ ହେଇଯାଇଥିବ, ଏବଂ ଏଇ ଯୋଉ ମୁହୂର୍ତ୍ତ, ଯୋଉ ଅହଙ୍କାର ବୋଧ ଯୋଗୁ ଯୋଉ ଆମ ଭିତରେ ପ୍ରତିରୋଧ ସୃଷ୍ଟି ହୁଏ, ସେଇଟା ହଟି ଯାଇଥିବ। ତା ଫଳରେ କଣ ହବ? ଆନନ୍ଦ ଏବଂ ସତରେ ପ୍ରକୃତ ଆନନ୍ଦକୁ ଆମେ ଉପଭୋଗ କରିପାରିବା। ଆମେ ଏବେ ଯୋଉଟାକୁ ଆନନ୍ଦ ବୋଲି ଭାବୁଛୁ, ସେଟା ହଉଛି ଖୁସି ମିଳେ ଏବଂ ତାର ପରିଣାମ ଆମକୁ ସବୁବେଳେ ଗୋଟେ କନସିକ୍ୱେନ୍ସ ଥାଏ ବା ଗୋଟେ ପରିଣାମ ଆମକୁ ଥାଏ, ଯୋଉଟାକୁ ଆମେ ଭୋଗୁ, ଆମେ କଷ୍ଟ ପାଉ, ଯନ୍ତ୍ରଣା ପାଉ, ଏସବୁ ଜିନିଷ ହୁଏ। ଏବଂ ଆଉ ଗୋଟେ କଥା ହବ, ଦେଖନ୍ତୁ ପରିବେଶ, ଆଉ ଗୋଟେ ଧାରଣା ଆସିଯାଏ ଯେ ମୁଁ ମାଙ୍କୁ ଡାକୁଛି ଏତେ, କାହିଁ ପରିବେଶ ପରିସ୍ଥିତି ବଦଳୁ ନାହିଁ। ପରିବେଶ ପରିସ୍ଥିତି ବଦଳିବ ବୋଲି ତମର କିଛି ଏପର୍ଯ୍ୟନ୍ତ ସେ ସାମର୍ଥ୍ୟ ଆସିନାହିଁ। ପରିବେଶ ପରିସ୍ଥିତି ବଦଳିବ ନାହିଁ, ପରିବେଶ ପରିସ୍ଥିତି ସେମିତି ଥିବ, କିନ୍ତୁ ମୋର ସାମର୍ଥ୍ୟ ବୃଦ୍ଧି ପାଇଯିବ। ତା ଫଳରେ ତାକୁ ଦେଖିବାର ଦୃଷ୍ଟିକୋଣ ବଦଳି ଯାଇଥିବ। ସିଏ ଯୋଉଟା ମତେ ଯନ୍ତ୍ରଣା ଦେଇଥାନ୍ତା, ସେ ଆଉ ଯନ୍ତ୍ରଣା ଦେବ ନାହିଁ। ତାକୁ ସମ୍ମୁଖୀନ ହବା ପାଇଁ ମତେ ଉପାୟ ଆସିଯିବ। ତେଣୁ କଣ ହବ ନା, ମୋ ଜୀବନର ଚଲା ପଥରେ ମୁଁ ଜ୍ଞାନବାନ ହେଇକି, ଜ୍ଞାନ ଯୁକ୍ତ ହେଇକି ମାଙ୍କୁ ଧରିକିରି ଯିବି। ତେଣୁ ଯେତେବେଳେ ବାଧା ବିପତ୍ତି କିଛି ଆସିବ, ସୁରକ୍ଷା ଦେବା ପାଇଁ ମା ମୋ ସହିତ ଥିବେ ଏବଂ ମୁଁ ଅଗ୍ରଗତି କରି କରି ଚାଲିଥିବି। ଆଉ ଅଗ୍ରଗତି ଯେତେ ଯେତେ କରି କରି ଯିବି, ତେଣୁ ଜୀବନରେ ମୋର ଏଇ ଯୋଉ କଣ କହନ୍ତି କହିଲେ, ଆପଣ ଦେଖିବ କୌଣସି ଗୋଟେ ଜାଗାରେ ଅଟକି ଗଲେ ଯୋଉ କଷ୍ଟ ମିଳେ, ଯୋଉ ଯନ୍ତ୍ରଣା ମିଳେ, ସେଟା କିଏ ବୁଝିପାରନ୍ତିନି। ଆମେ ସିନା ଲିଟରାଲି କହୁଛୁ ଯେ ଆମେ ଆଗଉଛୁ ଏବଂ କାହିଁ ମୁଁ ବଡ ହେଇଗଲିଣି, ମୋର ବୁଦ୍ଧି ବଢିଛି। ପ୍ରକୃତରେ ଦେଖିବେ, ଯଦି ଆପଣ ପରିବର୍ତ୍ତନ ବିମୁଖ ହେଇକି ରହିଛନ୍ତି, ଆପଣଙ୍କ ଭିତରେ ଗ୍ରହଣଶୀଳତା ବଢିନାହିଁ, ଆପଣଙ୍କ ଭିତରେ ଏକାଗ୍ର ସାମର୍ଥ୍ୟ ବଢିନାହିଁ, ଆପଣଙ୍କ ଭିତରେ ବ୍ୟାପକତା ଆସିନାହିଁ, ଆପଣ ଏବେ ବି ସେଇ ମୁହୂର୍ତ୍ତରେ ରହିଛନ୍ତି ଏବଂ ଏବେ ବି ଆପଣ ସେଇ ନିଜକୁ ଭିନ୍ନ ଭିନ୍ନ ରୂପରେ ପ୍ରତିଷ୍ଠିତ କରିବା ପାଇଁ ରହିଛନ୍ତି, ତାହେଲେ ଆପଣଙ୍କର କିଛି ବି ପରିବର୍ତ୍ତନ ହେଇନାହିଁ। ଯେମିତି ଆମେ ସେଦିନ କଥା ହଉଥିଲେ, ଇଗୋର ଗୋଟେ ସୁନ୍ଦର ରୂପ ହଉଛି କଣ? ଯେ ମତେ ମା ବାଛିଛନ୍ତି, ମୁଁ ମାଙ୍କୁ ଦେଖିଛି, ମୁଁ ବାବାଜୀ ମହାରାଜଙ୍କୁ ଦେଖିଛି, ମୁଁ ପ୍ରପତିଙ୍କ ସହିତ ଭେଟ ହେଇଛି। ଇଏ ଏଇ ଯୋଉ ଜାଣିଛ, ମତେ ନା ଏମିତି ଏମିତି ଆଶୀର୍ବାଦ ମିଳିଛି, ମତେ ନା ଏମିତି ଉତ୍ତର ମିଳୁଛି। ତମେ ଜାଣିଛ, ଏଇ ଯୋଉ ମୁଦିଟା, ଏଇ ଯୋଉ ମୁଦିଟା ନା, ଏଇ ମୁଦିଟା ମାଙ୍କ, ପୁରା ମାଙ୍କ ବେଡ ଟଚ୍ ହେଇଛି। ମା ଯୋଉ ପିନ୍ଧୁଥିଲେ ପାଦୁକା ନା, ସେ ପାଦୁକା ସ୍ପର୍ଶ ପାଇଛି। ଏଇ ଯୋଉ ମୁଁ ଯୋଉ ବର୍ଣ୍ଣନା କରୁଛି ନା, ଇଏ ହଉଛି ଇଗୋର ଗୋଟେ ସୁନ୍ଦର ରୂପ। ଇଏ ରୂପରୁ ସବୁ ଆମକୁ ମୁକ୍ତି ମିଳିବ। କାହିଁକିନା ଇଗୋ କଣ କରେ, ବହୁତ ଉପାୟରେ ଆସି ପହଞ୍ଚେ। ତାର ଯୋଉ କହନ୍ତି, କଣ ତାକୁ କହନ୍ତି, ତା ଜାବଡରୁ ବା ତାର ପଞ୍ଝାରୁ ଖସିବା ପାଇଁ ଏତେ ସହଜ ବାଟ ନୁହଁ, ଭାରି କଷ୍ଟ। ଆମେ ଯେତେ ମାଙ୍କ ସହିତ ଏକାତ୍ମ ହବା, ସେତେ କଣ ହବ, ତାକୁ ଚିହ୍ନି ପାରିବେ। ଏବଂ ଯେତେବେଳେ ଇଗୋକୁ ଚିହ୍ନି ପାରିବେ, ସ୍ୱାଭାବିକ ଭାବେ ଅବିମିଶ୍ରିତ, କୌଣସି ପ୍ରକାରର ମିଶ୍ରଣ ନ ହେଇକି ଯୋଉ ଆନନ୍ଦ, ସେ ଆନନ୍ଦ ଆପଣ ପ୍ରାପ୍ତ କରିବେ। ପରିବେଶ ପରିସ୍ଥିତି ସେମିତି ଥିବ, ହେଲା। ସେଇ ଲାଗି ଏଠି କୁହାଯାଇଛି କି ଜୀବନଟା କି ଗୋଟିଏ ବୋଝ, ଆଜ୍ଞା। ମାନେ ଏବେ ଆଉ ବୋଝ ଆଉ ଲାଗିବ। ନା କାହିଁ ଆଉ ଲାଗିବ ସେ ବୋଝ? ଲାଗି, କାହିଁ ହଁ ବୋଝ ସେ ଲାଗିବ? ଲାଗି ଉଦାହରଣ ବି ଦିଆଯାଇଛି ଯୋଉ ଅର୍ଜୁନଙ୍କ କଥା, ଯୋଉ ଆଜ୍ଞା ଆଜ୍ଞା, ଧନୁ ତୀର ମାରିବାକୁ ଠିକ ଠିକ, ସେ ଗୋଟେ ଅର୍ଜୁନଙ୍କ ହିଁ କଥା ଲକ୍ଷ୍ୟ ରଖିଥିଲେ। ଏକ୍ଜାକ୍ଟ।
ବଳେ ଆପଣ ସିଧା କଥା ଦେଖୁନାହାନ୍ତି, ଯିଏ ଘର ସଂସାର କରିଛି ସିଏ କଣ ତା ସ୍ୱାମୀ ବା ତା ସ୍ତ୍ରୀ କଥା ବୁଝୁଛି, ତା ବାପା ମାଙ୍କ କଥା ବୁଝୁଛି, ପୁଅ କଥା ବୁଝୁଛି, ଝିଅ କଥା ବୁଝୁଛି, ପୁଅ କଣ କଲା ଝିଅ କଣ କଲା ସବୁ ଟେନସନ ନଉଛି ନା ନାଇଁ, ନଉଛି। ଜଣେ ଯେତେବେଳେ ଅବିବାହିତ ରହୁଛି ସିଏ ବି ଟେନସନ ନଉନି, ସେ ଯୋଉ ଜାଗାରେ କାମ କରୁଛି ତାକୁ କିଏ ବିରୋଧ କରୁଛି, ସିଏ କେତେ ଲୋକଙ୍କୁ ନେଇ କାମ କରୁଛି, ତାଙ୍କ ସହିତ ମିଶିବା, ଏବଂ ସିଏ ବି ଯୋଉ କାର୍ଯ୍ୟ ଧାରା ଭିତରେ ଅନ୍ୟମାନଙ୍କ ସହିତ ତାର ଯୋଉ ସମ୍ପର୍କ ଏ ସବୁ ରହିଛି ନା। ସମସ୍ୟା ଦିଟା ଜାଗାରେ ରହିଛି ଏବଂ ସମସ୍ୟା କେବଳ ଭିନ୍ନ ପ୍ରକାର ରହିଛି, ପ୍ରକାର ଭେଦ ଅଲଗା। ସେଠି ବି ତାର ଆସକ୍ତି ରହିଛି କାହା ପ୍ରତି, ତାର ପୁଅ ପ୍ରତି, ତାର ଝିଅ ପ୍ରତି, ତାର ସ୍ତ୍ରୀ ପ୍ରତି ବା ତାର ସ୍ୱାମୀ ପ୍ରତି, ତାର ବାପା ମାଙ୍କ ପ୍ରତି। ଏଠି ମୁଁ ଯୋଉଠି ରହିଗଲି ମୋର ବି ଆସକ୍ତି ରହିଲା ମୋର ଗଦି ପ୍ରତି, ମୋର ଅର୍ଥ ପ୍ରତି, ମୋର ମତେ ଏଇ କାମ ମିଳିବା ଦରକାର, ମୁଁ ସେ କାମ କରିବିନି, ମୁଁ ଏ କାମ କରିବି, ମୋ କାମ ହାତଛଡା କରି ନେଇଗଲ, ମତେ ଏତେ ପଇସା ଦବନି, ତମେ ମତେ ଅବିଶ୍ୱାସ କରୁଛ, ଇତ୍ୟାଦି ଇତ୍ୟାଦି। ତା ପ୍ରତି ଆସକ୍ତି, ଆସକ୍ତି ଦିଟା ଜାଗାରେ ରହିଲା ଏବଂ ଦାୟିତ୍ୱବୋଧ ବି ଦିଟା ଜାଗାରେ ରହିଲା। ସେଠି ସେ ଦାୟିତ୍ୱବୋଧ ପୂରଣ କରୁଛି କଣ ପାଇଁ, ଏଠି ଦାୟିତ୍ୱବୋଧ ପୂରଣ, ଏଠି ମୁଁ ମାଙ୍କ ପାଖରେ ରହିବି, ଭଗବାନଙ୍କ ପାଖରେ ରହିବି, ମଠରେ ରହିଲି, ମନ୍ଦିରରେ ରହିଲି, କିନ୍ତୁ ମୁଁ ଏଇ ଶିବ ମନ୍ଦିର ନା ମୁଁ ପୂଜା କରୁଛି, ଶିବ ମନ୍ଦିରର ମାନେ ମୁଁ ତ ସରିଗଲା ସେଇଠି ସବୁ ଏମିତି ଆଉ କଣ। ତେଣୁ ଆସକ୍ତି ଦାୟିତ୍ୱବୋଧ ସବୁ ଜାଗାରେ ରହିଛି, ତାକୁ କିଏ କୋଉଥିପାଇଁ ବ୍ୟବହାର କରୁଛି। ସେତେବେଳେ ଯେତେବେଳେ ଯୋଉ ଜୀବନ, ଆପଣ ଯୋଉ ଜୀବନ ବଞ୍ଚନ୍ତୁ, ବିବାହ କରନ୍ତୁ, ଅବିବାହିତ ରୁହନ୍ତୁ, କିଛି କାମ କରନ୍ତୁ, ମଠରେ ରୁହନ୍ତୁ, ସନ୍ନ୍ୟାସୀ ହେଇକି ଯାଇକି ତପସ୍ୟା କରନ୍ତୁ, ଯୋଉଠି ରହୁଛନ୍ତି ଯୋଉ କାର୍ଯ୍ୟ କରୁଛନ୍ତି ସବୁବେଳେ ଗୋଟିଏ ପ୍ରଶ୍ନ, କସ୍ମୈ ଦେବାୟ, କାହା ପାଇଁ କରୁଛନ୍ତି, ଲକ୍ଷ୍ୟ କୋଉଠି। ଲକ୍ଷ୍ୟ ଯଦି ଭଗବାନଙ୍କୁ ପରିପ୍ରକାଶ କରିବା ତେବେ ତା ପଛରେ, କାଲି ଆମେ ପୂର୍ବ ଦିନ ପଢିଥିଲେ କଣ, ଆମେ ଯାହାକୁ ଆମେ ବୋଲି ଭାବୁଛୁ ମା ଲେଖିଲେ ତାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ତେଣୁ ସ୍ୱାଭାବିକ ଭାବେ ଜୀବନ ଆଉ ବୋଝ ହେଇ ରହିବ ନାହିଁ। ମା, ଥ୍ୟାଙ୍କ ୟୁ ଅଲ୍ ଅରବାର।